এইটি নাও এই উঠানে উঠিଯିବେ ଟି ଡବଲରେ ଆରେ ବାପ ଓହ୍ଲେଇ ପଡୁଛି ମୋ ଗାଡି କି କମ ହାରିକି ଆଁ ମୋ ଗାଡି କି କମ ହାରିକି ଆମେ ଆସିକି ପହଞ୍ଚିଗଲୁ ଆମ ମୁଣ୍ଡିଆରେ। ଆପଣମାନେ ଥରେ ଦେଖିଥିଲେ ନା ଆମ ଗାଁ ମୁଣ୍ଡିଆ। ଦେଖନ୍ତୁ କେତେ ପାହାଡ଼ କହନ୍ତି ମୁଣ୍ଡିଆ କହନ୍ତି, ଆମେ ତାକୁ ମୁଣ୍ଡିଆ କହୁ ହେଲା। ଦେଖନ୍ତୁ ଏସବୁ କାମ ହେଇଯାଇଛି ପୁରା ଜଙ୍ଗଲ ଝାଟି ଥିଲା ନା। ଏଇଟା ହେଉଛି ମେନ୍ ରାସ୍ତା, ମୁଖ୍ୟ ରାସ୍ତା ଏପଟଟା ଥିଲା। ଏଇଟା ମେନ୍ ରାସ୍ତା ଥିଲା। ଏବେ ଆମେ ଏପଟୁ ଆସିଲୁ। ଏଇଟା ପାହାଡ଼ ଉପରେ ଆସୁଛି ଗାଡ଼ି ଏପଟେ। ଏଠି ହନୁମାନ ଅଛନ୍ତି ଦେଖନ୍ତୁ। ନୃସିଂହନାରାୟଣଙ୍କ ମନ୍ଦିର ଆଗରୁ ଖୋଲାରେ ଥିଲେ, ଏବେ ମନ୍ଦିର ହେଇଗଲା। ମା ବୃନ୍ଦାବତୀ ଦେଖନ୍ତୁ। ଏଇଟା ଯେଉଁ ବ୍ୟାକଗ୍ରାଉଣ୍ଡଟା କେତେ ସୁନ୍ଦର ହେଇଛି ଦେଖନ୍ତୁ। ପାହାଡ଼ ଉପରେ ମୁଁ ଅଛି ତ ଏଇଟା ହେଉଛି ପାହାଡ଼ ତଳ ବ୍ୟାକଗ୍ରାଉଣ୍ଡଟା। କାଜୁ ଗଛ, ଜାମୁକୋଳି ଗଛ, ବିଭିନ୍ନ ପ୍ରକାର ଗଛ। ସବୁ ଗଛର ନାଁ ନେଇପାରିବିନି। ସେସବୁ ଗଛ ମାନେ ଝାଡ଼ ଜଙ୍ଗଲ ଥିଲା। ଏପଟେ ଦେଖନ୍ତୁ ଯେଉଁ ରାସ୍ତା, ମୁଁ ସେଇ ରାସ୍ତାରେ ଉପରକୁ ଏମିତି ଆସିଲି। ତ ପାହାଡ଼ ଉପରେ ନୃସିଂହନାରାୟଣଙ୍କର ଏଇ ସୁନ୍ଦର ମନ୍ଦିରଟି ହେଇଯାଇଛି। ଏଇଟା ଏଇ ଯେଉଁ ଚାରିପଟେ ଦେଖୁଛନ୍ତି ବିରାଟ ଗୋଟେ ଫିଲ୍ଡ। ଏଠି ମଧ୍ୟ ଭୋଜି ଭାତ ହୁଏ, ବହୁତ ପିକନିକ ହୁଏ। ଦେଖନ୍ତୁ ସେଠି କିଛି ଭୋଜି ଭାତ ହୋଇଥିଲା ଆଉ ପିଲାମାନେ କିଛି ଖାଉଛନ୍ତି ଦେଖିଲେ। ଏପଟ ବ୍ୟାକଗ୍ରାଉଣ୍ଡ କେତେ ସୁନ୍ଦର ଲାଗୁଛି। ଆଗରେ NH5 ଦେଖନ୍ତୁ ଛୁଆମାନେ ଖାଉଛନ୍ତି ଦେଖିଲେ। ଏଠି ବହୁତ ବଢ଼ିଆ ପ୍ଲେସଟେ। ଏଇଠି ଭୋଜି ଭାତ ହୁଏ, ପିକନିକରେ ଆସନ୍ତି, ବାହାରୁ ବି ଲୋକ ଆସନ୍ତି ଏଇ ଜାଗାକୁ। ଏଇଟା ଚାରିପଟ ଆପଣଙ୍କୁ ଦେଖେଇଲି। ଜୟ ଜଗନ୍ନାଥ, ନମସ୍କାର। କେମିତି ଅଛନ୍ତି ସମସ୍ତେ? ଏପଟେ ବି ଗୁମ୍ଫା ରହିଛି। ଏଇଟା ଉପରଟା, ଉପରକୁ ଯିବାନି। ମୁଁ ଆସିଗଲି ଉପରକୁ। ଏଇଟା ଉପରଟା ଦେଖନ୍ତୁ। ତ କିଛି ବାବାଙ୍କର ଜିନିଷ ରହିଛି ଏଠି। ବାବାଙ୍କର କିଛି ରହିଛି, ନଡ଼ିଆ ଥୁଆ ହେଇଛି ଦେଖନ୍ତୁ। ଏଇଟା ହେଉଛି ଗୁମ୍ଫା ଦେଖନ୍ତୁ। ଉପର ଭାଗଟା ଏଇଟା ପଥର ଛାତଟା। ଏଠି ବଲ୍ଟେ ମଧ୍ୟ ଲାଗିଛି। ଏଇଟା ହେଉଛି ସେଇ ଗୁପ୍ତ ଗୁମ୍ଫା। ଏଇ ଗୁମ୍ଫାରେ ବାବାମାନେ ରୁହନ୍ତି, ଭିକ୍ଷା କରି ସାରିକି ଏଇ ଜାଗାରେ ବିଶ୍ରାମ କରନ୍ତି। ହଁ ନାଲା ରହିଥାଉଛି।